ଦେଖନ୍ତୁ ଇଏ ହେଲା ଆମର ଦୟା ବ୍ରିଜ ଗାଡ଼ି ଫାଡ଼ି ଆସୁଛି। ଆପଣ ଏଇ ଦୟା ବ୍ରିଜରେ ଦେଖନ୍ତୁ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି, ଷ୍ଟ୍ରିଟ୍ ଲାଇଟ୍ ଲାଗିଛି, କିନ୍ତୁ ଏଗୁଡ଼ା ହେଉଛି ଲୋକ ଦେଖାଣିଆ। ଦେଖନ୍ତୁ ଆପଣ କେଉଁ ଗୋଟେ ବି ଜଳୁନି। ମାନେ ଏଇଟା ହେଉଛି ଦୟା ବ୍ରିଜ, ତା ବଡ଼ର ମାନେ ଗଭର୍ଣ୍ଣମେଣ୍ଟ କ'ଣ ଲଗେଇକି ଦେଖେଇଛି ସୋ ମୁଁ କିଛି ବୁଝିପାରୁନି। ଦେଖନ୍ତୁ ଗୋଟେ ବି ଷ୍ଟ୍ରିଟ୍ ଲାଇଟ୍ ପୁରା ଲାଇଟ୍ ବୋଧେ ଏଇ ଯେଉଁ ଦୟା ବ୍ରିଜଟାରେ ପୁରା ଟୋଟାଲ୍ ଲାଗିଥିବ ବୋଧେ 200 ଖଣ୍ଡେ ବୋଧେ ପୋଲ୍ ଲାଗିଛି ଏମିତି। ପୁଣି ଇଏ ସୋଲାର ବାଲା ତାପରେ ବି ଏଠି ଗୋଟେ ବି ଲାଇଟ୍ ଜଳୁନି କି ୟାର କେହି ଏପର୍ଯ୍ୟନ୍ତ କିଏ ତାକୁ ଲଗେଇଛି କିଏ କାର୍ଯ୍ୟକର୍ତ୍ତା ୟାର ମୁଁ ବି ଜାଣିପାରୁନି। ଆଉ ଏଇଟା ଆମେ ଆଜି ଆସିଥିଲୁ ଏପଟକୁ ସନ୍ଧ୍ୟାବେଳେ ଆମେ ଆଜି ଦେଖୁଥିଲୁ ଯେ ପ୍ରକୃତରେ ଗଭର୍ଣ୍ଣମେଣ୍ଟ ଲୋକଙ୍କୁ କେତେ ଧୂଆଁ ବୁଲଉଛି। ଦେଖନ୍ତୁ ଆପଣ ଦେଖନ୍ତୁ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଏଟା ଜଳୁନି କିଛି, ଆଉ ମୁଁ ଆପଣଙ୍କୁ ଦେଖେଇବି ନା। ଆଉ ଆପଣ ଦେଖନ୍ତୁ ଗୋଟେ ବି ଲାଇଟ୍ ଆ ଦେହରେ ଜଳୁନି। କ'ଣ କହିବା, ଲୋକମାନେ ବି ଏବେ କମ୍ପ୍ଲେନ୍ ଦେଉଛନ୍ତି କି ନାହିଁ ମୁଁ ତ ଜାଣିନି। ଲୋକମାନେ ବି ବୋଧେ ଦେଉଥିବେ ଯଦି କମ୍ପ୍ଲେନ୍, ତାହେଲେ ଏମାନେ କାହା ଚାପରେ ଭୟରେ ଲୋକ ଦେଉନାହାନ୍ତି। ଏଥିରେ ତ ବହୁତ ନାମୀ ଦାମୀ ଲୋକ ଏପଟେ ଯିବା ଆସିବା କରୁଥିବେ ବୋଧେ ମୋତେ ଲାଗୁଛି। ନାମୀ ଦାମୀ ଲୋକ ଯିବା ଆସିବା କରୁଛନ୍ତି, ସବୁ ଶ୍ରେଣୀର ଲୋକ ଯିବା ଆସିବା କରୁଛନ୍ତି, କିନ୍ତୁ ୟା ଉପରେ କାହିଁ ଏତେ କାହାର ଚାପରେ ଏତେ କୋପ ଦୃଷ୍ଟି ୟା ଉପରେ ପଡ଼ୁନି। ଏହାର କେବେ ରକ୍ଷଣାବେକ୍ଷଣ ହେବ ଆଉ ଏଇ ଲାଇଟ୍ ଗୁଡ଼ା ଜଳିବ, ଲୋକମାନେ ଠିକ୍ ସହାୟତା ପାଇପାରିବେ ବୋଲି ମୋତେ ଆଶା କରୁଛି। ଆମର ଏଇଟା ବାଙ୍କୁଆଳ ଦୟା ବ୍ରିଜ, ବାଙ୍କୁଆଳ ତ ଦୟା ବ୍ରିଜ ଏଇଟା ଦୟା ନଦୀ ଏଇଟା ଆଉ ବୁଝିଲେ କି। ଏଇଟା ଦେଖନ୍ତୁ ବାଙ୍କୁଆଳ ଦୟା ନଦୀ ବ୍ରିଜର ଦୃଶ୍ୟ। ମାନେ ଗଭର୍ଣ୍ଣମେଣ୍ଟ ଲଗେଇଛି ଷ୍ଟ୍ରିଟ୍ ଲାଇଟ୍, କିନ୍ତୁ ଷ୍ଟ୍ରିଟ୍ ଲାଇଟ୍ ଗୋଟେ ଜଳୁନି। ଏ ଲୋକଙ୍କୁ ଗୋଟେ ମାନେ ଭୁଆଁ ବୁଲିବା ପାଇଁ କି ଦିନ ବେଳେ ତାକୁ ଗୋଟେ ସୁନ୍ଦରତା ଲାଗିବ ବୋଲି ଲାଗେଇଛି କ'ଣ ସେଇଟା ବି ହେଇପାରେ, କିନ୍ତୁ ଗୋଟେ ଲାଇଟ୍ ତ ଜଳୁନି ଆପଣ ଦେଖୁଛନ୍ତି। ଆଉ ଆପଣଙ୍କୁ ମୁଁ ଆଉ ଅଧିକାଟା କ'ଣ କହିବି। ଇଏ ପୁଣି ରାଜଧାନୀ ଭୁବନେଶ୍ୱରର ରାଜଧାନୀର ଅବସ୍ଥା ଏଇଆ। ଗାଁ ଗହଳି କଥା ତ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଲଗେଇ ଦେଇଥିବେ ଯଦି ସରପଞ୍ଚ ଅମଳରେ, ତାହେଲେ ସିଏ ଲାଇଟ୍ ପୋକ ଖାଇକି ଉପରେ ଖସିକି ସେ ଲାଇଟ୍ ଖସି ପଡ଼ିଲେ ବି ତାକୁ କିଏ ଆଉ ରକ୍ଷଣାବେକ୍ଷଣ ନାହିଁ। ରାଜଧାନୀରେ ଏଇଭଳିଆ ଅବସ୍ଥା, ଆଉ ଗାଁ ଗହଳି କଥା କ'ଣ କହିବା ଆଉ। ଆଜ୍ଞା ଆମର ଗଣମାଧ୍ୟମ ଓଡ଼ିଆର ଆମର ରିପୋର୍ଟର ଅଛନ୍ତି MK ବଳିଆର ସିଂ।